ଯେଉଁ କାଶ୍ମୀରରେ ଆଜି ଆମକୁ ଆମର ପରିଚୟ ପଚରା ଯାଉଛି ସେହି କାଶ୍ମୀର କେବେ ଆମ ଋଷିମୁନି ଆଉ ଦେବତା ମାନଙ୍କର ଘର ଥିଲା। ଯାହାକୁ ଆଜି ଆମେ କାଶ୍ମୀର ବୋଲି କହୁଛୁ ତାହାର ଓରିଜିନାଲ ନା ଥିଲା କଶ୍ୟପ ମୀରା ମାନେ ଲେକ୍ ଅଫ ଋଷି କଶ୍ୟପ। ଯେଉଁ ଜାଗାକୁ ଆଜି ବାରାମୁଲା କୁହାଯାଏ ତାହାର ଅସଲି ନାଁ ଥିଲା ବରାହମୁଲା, କାରଣ ସେହି ଭୂମିରେ ଭଗବାନ ବିଷ୍ଣୁଙ୍କ ବରାହ ଅବତାରଙ୍କର ଆଶୀର୍ବାଦ ଥିଲା। ସୁପର ନାମକ ସହର ଯାହାକୁ 9th ସେଞ୍ଚୁରୀରେ ମହାନ ଇଞ୍ଜିନିୟର ସୁର ନିର୍ମାଣ କରିଥିଲେ ସେତେବେଳେ ତାହାର ନାଁ ଥିଲା ସ୍ୱୟଂପୁରା, ଯାହାକୁ ସୁଖ ଓ ଉନ୍ନତିର ପ୍ରତୀକ କୁହାଯାଇଥାଏ। ଖୁସ୍ ଆଜି ଯଦିଓ ଗୋଟେ ଛୋଟ ଜାଗା ଲାଗେ କିନ୍ତୁ କେବେ ଏହାକୁ ଖୁସାଣ ସମ୍ରାଟ ଖୁସକାଙ୍କ ନାମରେ ଖୁସପୁର କୁହାଯାଉଥିଲା, ଯାହାକି ବୌଦ୍ଧ ଧର୍ମର ଏକ ବଡ କେନ୍ଦ୍ର ଥିଲା। ପମ୍ପୋର ଆଜି ଯେଉଁଠି ସଫ୍ରନ ପାଇଁ ପ୍ରସିଦ୍ଧ ଅଟେ ତାହାର ପ୍ରକୃତ ପରିଚୟ ପଦ୍ମପୁରା ଥିଲା। ଏଭଳି ଆଜି ଯାହାକୁ ଆମେ ଗୁଲମର୍ଗ କହୁଛୁ ତାହାର ଅସଲି ନାଁ ମାତା ପାର୍ବତୀଙ୍କ ନାଁରେ ଗୌରମୀ ଥିଲା। ଦର୍ଶକ ବନ୍ଧୁ, ଏଗୁଡିକ କେବଳ ନାଁ ନୁହେଁ ବରଂ ଆମର ମୂଳ ପ୍ରମାଣ ଅଟେ, ଯାହାକୁ କାଳକ୍ରମେ ମିଟାଇ ଦିଆଯାଇଛି। କାରଣ ଯେତେବେଳେ ଆମେ ନିଜର ଇତିହାସକୁ ଭୁଲି ଯାଇଥାଉ ସେତେବେଳେ ଆମେ ଆମର ପରିଚୟକୁ ମଧ୍ୟ ହରାଇ ଦେଇଥାଉ। ଭିଡିଓଟି ଯଦି ଭଲ ଲାଗିଥିଲେ ଗୋଟେ ଲାଇକ୍ ଆଉ ସେୟାର କରିବାକୁ ଭୁଲିବେନି। ଜୟ ହିନ୍ଦ, ଜୟ ଭାରତ।